ଦୁଇଟି ବ୍ଲକର ସଂଯୋଗ ରାସ୍ତା ପାଲଟିଛି ମରଣଯନ୍ତା। ଜଳେଶ୍ୱର ବ୍ଲକ ନେତୁଆ ଏବଂ ଭୋଗରାଇ ବ୍ଲକ ବାଲିମା ପଞ୍ଚାୟତର ଅନ୍ତରୋଇ ଗ୍ରାମ ଦେଇ ଲମ୍ବିଥିବା ସୁଗଠାରୁ ନହରା ରାସ୍ତାର ମଧ୍ୟସ୍ଥଳ ଅତି କଦର୍ଯ୍ୟ ହୋଇଥିବା ବେଳେ କାହାରି ନଜର ପଡ଼ୁନଥିବା ଅଭିଯୋଗ ହୋଇଛି। ବ୍ୟସ୍ତବହୁଳ ଏହି ରାସ୍ତାରେ ରାତି ପାହିଲେ କୁନି କୁନି ସ୍କୁଲ ପିଲାଠାରୁ କଲେଜ ପିଲା, ରୋଗୀ, ଆମ୍ବୁଲାନ୍ସ ସେବା ସହ ଶହ ଶହ ଗାଡ଼ି, ହଜାର ହଜାର ଲୋକଙ୍କ ଯାତାୟାତ ପଥ ହୋଇଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଆସୁଛନ୍ତି। ଏପରିକି ଲୋକେ ବାରମ୍ବାର ଦୁର୍ଘଟଣାରେ ଶିକାର ହୋଇସାରିଲେଣି। ତେଣୁ ଦୁଇଟି ବ୍ଲକରେ ଜନ ଅସନ୍ତୋଷ ହେବା ପୂର୍ବରୁ ପ୍ରଶାସନ ଉକ୍ତ ରାସ୍ତାର ମରାମତି କରିବାକୁ ଦାବି ହେଉଛି। ଏହାକୁ ନେଇ ନେତୁଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ମମତା ହୋଇ, ସଦସ୍ୟ ସୁରେଶ ଜେନା, ଚନ୍ଦନ ରାଉଳ, କମାରଶାଳୀ ଗ୍ରାମର ଦିଲ୍ଲୀପ ରାଉଳ, ଅଜୟ ହୋଇ, କରୁଣାକର ପାତ୍ର, ରଣଜିତ ହୋଇ, ଅନନ୍ତ ପରିଡ଼ା, ବସନ୍ତ ପରିଡ଼ା, ରାମକୃଷ୍ଣ ଶତପଥୀ, ଗୁଣକର ପାତ୍ର ପ୍ରମୁଖ ବହୁ ବ୍ୟକ୍ତି ବିଶେଷ ତୁରନ୍ତ ରାସ୍ତା କାର୍ଯ୍ୟ କରିବାକୁ ଦାବି ଉପସ୍ଥାପନ କରିଛନ୍ତି। ଚନ୍ଦନ କୁମାର ରାଉଳ, ଏଇଟା ହେଉଛି କମାରଶାଳିଆ, ଏଇଟା ଜଳେଶ୍ୱର ବ୍ଲକରେ ପଡ଼ୁଛି। ମାନେ ସୁଗଠୁ ଆରମ୍ଭ ଏଇଟା ମଧ୍ୟସ୍ଥଳ କମାରଶାଳିଆ ଅନ୍ତୁରି, ତାପରେ ନହରା ପର୍ଯ୍ୟନ୍ତ ଏଇଟା ଚନ୍ଦନେଶ୍ୱରକୁ সংযোগ হয়েছে, চন্দ্রেশ্বর রাস্তাকে সংযোগ হয়েছে। আচ্ছা, এই রাস্তা কেতে বর্ষ ହେଲା ଖରାପ ହେଲାନି? এটা 2 ବର୍ଷ ପାଖାପାଖି। আচ্ছা, এই রাস্তারে যাতায়াত স্কুল পিলা যাଆନ୍ତି? অনেক স্কুল পিলা যাଆନ୍ତି এবং আম্বুলান্স গাড়ি ବି ଯାଏ। ବହୁତ କଷ୍ଟକର କି যায় ସେ, ଉଲ୍ଟି ପଡ଼େ ବି ଗାଡ଼ି। আচ্ছা, এটা ଅଟୋ ଏକା 2 ଥର ଉଲ୍ଟି ପଡ଼ିଲାନି। ଜଳେଶ୍ୱର ମନୋଜ କୁମାର ଭୂୟାଙ୍କ ରିପୋର୍ଟ, ଅପରାହ୍ନ ଲାଇଭ୍।